ଦାମୋଦର ଶିଶୁରାଇଜର ବାର୍ଷିକ ଉତ୍ସବ ଅନୁଷ୍ଠିତ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳୁ ପଥୁରିଆ ସାହି ଦାମୋଦର ଶିଶୁରାଇଜର ବାର୍ଷିକ ଉତ୍ସବ ପ୍ରତିବର୍ଷ ଭଳି ଏହି ବର୍ଷ ମହା ସମାରୋହରେ ପାଳିତ ହୋଇଯାଇଛି। ସପ୍ତମ ବାର୍ଷିକ ଦାମୋଦର ଶିଶୁରାଇଜର ଏହି କାର୍ଯ୍ୟକ୍ରମର ସଭାପତି ବିଭୁଦତ୍ତ ମହାପାତ୍ରଙ୍କ ପୌରୋହିତ୍ୟରେ ଓଡ଼ିଶାର ବାଚସ୍ପତି ତଥା ରଣପୁର ନିର୍ବାଚନ ମଣ୍ଡଳୀ ବିଧାୟକ ମାନ୍ୟବର ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବରେ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଚିନ୍ମୟୀ ଦାସ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବରେ ଶରଣକୁଳୁ ସରପଞ୍ଚ ମୀନାକ୍ଷୀ ପ୍ରସାଦ ସାହୁ, ସମିତି ସଭ୍ୟ ପ୍ରତୀକ ମହାପାତ୍ର ଓ ଯୁବ ସମାଜସେବୀ ପ୍ରମୋଦ କୁମାର ପ୍ରଧାନ ପ୍ରଭୃତି ଯୋଗ ଦେଇଥିଲେ। ଅତିଥିମାନଙ୍କ ଦ୍ୱାରା ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଉଦ୍ଘାଟନ କରାଯାଇଥିଲା। କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ପରେ ଶିଶୁରାଇଜ ସମ୍ପାଦକ ସନ୍ତୋଷ କୁମାର ସାହୁ ବିବରଣୀ ପାଠ କରିଥିଲେ। ମଞ୍ଚାସୀନ ଅତିଥିମାନେ ଶିଶୁ ଦିବସ ଉପରେ ନିଜ ନିଜ ବକ୍ତବ୍ୟ ରଖି ଦାମୋଦର ଶିଶୁରାଇଜ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଆଣିବା ସହିତ ପିଲାଙ୍କ ପାଖରେ ଥିବା ଅନ୍ତର୍ନିହିତ ଗୁଣର ପରିପ୍ରକାଶ କରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ। ମୁଖ୍ୟ ଅତିଥି ମାନ୍ୟବର ବାଚସ୍ପତି ଓଡ଼ିଶା ଶିଶୁ ଦିବସ ରାଜ୍ୟର ପୁରପଲ୍ଲୀର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ବିକାଶ କରିବାରେ ସାହାଯ୍ୟ କରିବେ ବୋଲି କହିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ, ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିବା ବେଳେ ମହିଳାମାନଙ୍କ ଦ୍ୱାରା ଝୋଟି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗିତା, ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସ୍ୱର୍ଗତ ଦାମୋଦର ମହାପାତ୍ରଙ୍କ ସୁପୁତ୍ର ଜାନକୀ ବଲ୍ଲଭ ମହାପାତ୍ର, ବିଜୟ କୁମାର ମହାପାତ୍ର, ସଦାନନ୍ଦ ମହାପାତ୍ର, ବିଭୁଦତ୍ତ ମହାପାତ୍ର ଓ ମନୋରଞ୍ଜନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦାମୋଦର ଶିଶୁରାଇଜର ସନ୍ତୋଷ କୁମାର ସାହୁ, ମୋହନ ସାହୁ, ଆନନ୍ଦ ଚନ୍ଦ୍ର ସାହୁ, ଶୋଭନ ପାତ୍ର, ଜୟକୃଷ୍ଣ ସାହୁ ଓ ସମସ୍ତ ସଦସ୍ୟ ସଦସ୍ୟା ସମେତ ପଥୁରିଆ ସାହିର ସମସ୍ତ ପରିବାରଙ୍କ ସହଯୋଗରେ ଅତି ବର୍ଣ୍ଣାଢ୍ୟ ଭାବରେ ପାଳନ କରାଯାଇଥିଲା। ମହିଳାମାନଙ୍କ ଝୋଟି ପ୍ରତିଯୋଗିତାରେ ନିଶି ପ୍ରଥମ, ସୁପ୍ରିୟା ସାହୁ ଦ୍ୱିତୀୟ, କୁନି ପରିଡ଼ା ତୃତୀୟ ଓ ଝରଣା ବିଶ୍ୱାଳ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ସମସ୍ତ ପ୍ରତିଯୋଗିତାରେ ବିଚାରକ ଭାବରେ କବି କୁସୁମ ନିରାକାର ସ୍ୱାଇଁ, ନୃତ୍ୟ ନିର୍ଦ୍ଦେଶକ ଗୋଦାବରୀ ବସନ୍ତିଆ ଓ ସାମ୍ବାଦିକ ରାମକୃଷ୍ଣ ପରିଡ଼ା ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ବାଛିଥିଲେ। ଦୀନବନ୍ଧୁ ମହାପାତ୍ରଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।